ଅଣାଅଶୀତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ପୁରପଲ୍ଲୀରେ ଅପେକ୍ଷାରତ ସମସ୍ତ ଜନସାଧାରଣଙ୍କୁ ଛାତ୍ରଛାତ୍ରୀମାନଙ୍କୁ ମହିଳା ଯୁବାମାନଙ୍କୁ ଅଭିନନ୍ଦନ ଜଣାଉଛି। କଷ୍ଟଲବ୍ଧ ସ୍ୱାଧୀନତା ଏବଂ ଲାଭର ସତ୍ୟତା ୟାକୁ ଉତ୍ତର ପିଢ଼ି ଉତ୍ତରଦାୟିତ୍ୱ ନିଭାଇବା ପାଇଁ ଆମ ସମସ୍ତଙ୍କର ଅପେକ୍ଷା। କାରଣ ଆମେ ସବୁ ଅମୃତ କାଳ ଦେଇ ଯାଉଛେ। ଅମୃତ କାଳରେ ବିକଶିତ ଓଡ଼ିଶା ବିକଶିତ ଭାରତ ଆମେ ଯାହାଙ୍କ ପାଇଁ ବନେଇବା ଉତ୍ତରଦାୟିତ୍ୱ ସେଇମାନେ ନେବେ। ଆଜିର ଛାତ୍ର କାଲିର ଯୁବକ ଏବଂ ସମାଜର ଦାୟିତ୍ୱ ନିର୍ବାହ କରିବେ। ତେଣୁ ଛାତ୍ରଛାତ୍ରୀମାନେ ଏବେଠୁ ସ୍ୱାଧୀନତାର ସତ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସତ୍ୟତା ଜାଣିବା ପାଇଁ ମୋର ଅନୁରୋଧ। ୟାକୁ ଅଲରେଡି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥର ଆମେ 28,000 ଦେଇଛୁ। ଏଇ ବର୍ଷରେ ଆମେ 40,000 ଆଉ ଦେବୁ। କାରଣ ଆମ ମ୍ୟାନିଫେଷ୍ଟୋ ଥିଲା 1.5 ଲକ୍ଷ ନିଯୁକ୍ତି। 1.5 ଲକ୍ଷରୁ 28 ଦେଇଥିଲୁ। ଏ ବର୍ଷ 40 ଦେବୁ। ଆଗକୁ ଅନ୍ୟମାନଙ୍କ ଭିତରେ ଦେବୁ।